ଆଜ୍ଞା ଅନିଲ ଭୋଇ, ମୋ ଘର ହେଉଛି କଟକ ସଦର ପରମଂଶ ଗ୍ରାମ। ଆଉ ମୁଁ କଟକ ମହାନଦୀ ବିହାରରେ ପ୍ରତି ଗ୍ୟାସ୍ ସର୍ଭିସରେ ଚାକିରି କରିଛି ଆଜ୍ଞା। ଆମ ମାଲିକ ନାଁ ହେଉଛି ରୋହିତ ପଣ୍ଡା। ଆଉ ମୁଁ ଗ୍ୟାସ୍ ଡେଲିଭରି କରିଲା ବେଳେ ମୋତେ ଗନ୍ଦରପୁର ଥାନା ଧମକ ଚମକ ଦେଉଛି ଯେ ଗ୍ୟାସ୍ ଦେ, ନହେଲେ ତୋତେ ତୋ ନାଁରେ କେସ୍ କରିବି। ମୁଁ ଆଗରୁ ମୋଠୁ 3ଟା ଗ୍ୟାସ୍ ଧମକ ଚମକ ଦେଇ 3ଟା ଗ୍ୟାସ୍ ନେଇଛି। ଏବେ କହୁଛି ଯେ ତୁ 3ଟା ଗୋଟେ ଗ୍ୟାସ୍ ମୋ ଘରେ ନ ଦେବୁ ମୁଁ ତୋତେ ଫସେଇ ଦେବି। ଆଜ୍ଞା ଦେଖନ୍ତୁ ଆଜ୍ଞା ମୁଁ ଗୋଟେ ଲେବର ଆଜ୍ଞା, ଗୋଟେ କହିଲେ ଡେଲିଭରି ମ୍ୟାନ୍। ମୋତେ ଗୋଟେ ଆଇଆଇସି କନ୍ଦରପୁର ଥାନା ଆଇଆଇସି ଗୋଟେ ଏଭଳିଆ ବ୍ୟବହାର କରୁଛି, ଖରାପ ବ୍ୟବହାର ଯେଉଁ ଅଶ୍ଳୀଳ ଭାଷାରେ କହୁଛି। ମୋତେ ଯଦି ଆଜ୍ଞା ନ୍ୟାୟ ନ ମିଳିବ ମୁଁ ଘର ପରିବାର ଆଜ୍ଞା ଅସନ୍ତୁଷ୍ଟ ରହିବେ। ମୁଁ ଏତିକି କହି ଆଜ୍ଞା 6 ତାରିଖ ଦିନ କାଲି ଆଜ୍ଞା କ'ଣ କହିଲେ ଗ୍ୟାସ୍ ସାର୍ ମୋତେ କହିଲେ ଆଜ୍ଞା, ମାଲିକକୁ କହିଲେ ଗ୍ୟାସ୍ ଦିଅ, ତମ ମାଲିକକୁ ନାଁରେ କେସ୍ କରିବି, ତୋ ନାଁରେ କେସ୍ କରି ଭିତରେ ପୁରେଇବି ମୋତେ ଘରେ ଗ୍ୟାସ୍ ନ ଦେବୁ। ଆଉ ଯଦି ତୁ ମୋ ନାଁ ଯାହା କହିବୁ ଗ୍ୟାସ୍ ନ ଦେବେ ତାହେଲେ ମୋତେ ଆସିକି କହିବୁ, ଏମିତି କହିଲେ ଆଜ୍ଞା। ଆଜ୍ଞା ବହି କିଛି ଆଜ୍ଞା ତାଙ୍କର କିଛି ନାହିଁ। ମୁଁ ତାଙ୍କୁ ଆଜ୍ଞା ବହି ପାଇଁ ବହୁତ ଥର ଆଜ୍ଞା କହିଛି, ସେ ବହି କରିନାହାନ୍ତି। କହୁଛନ୍ତି ତୁ ମୋତେ ଗ୍ୟାସ୍ ଦେବୁ, ଜବରଦସ୍ତ ମୋତେ କହୁଛନ୍ତି ତୁ ମୋତେ ଗ୍ୟାସ୍ ଦେବୁ। ବହୁତ ଭୟ ଅଛି, କାରଣ ସିଏ ଗୋଟେ ଯେହେତୁ କନ୍ଦରପୁର ଥାନା ଆଇଆଇସି, ମୋତେ ବହୁତ ଭୟ ଲାଗୁଛି। ଆପଣ ମିଡ଼ିଆ ଥ୍ରୁରେ ମୁଁ ଆଜ୍ଞା କହୁଛି ମୋତେ ଟିକେ ସୁରକ୍ଷା ଆଜ୍ଞା ମିଳୁ, ଆଉ ଟିକେ ନ୍ୟାୟ ମିଳୁ। ଆଜ୍ଞା ମାଲିକକୁ ଆଜ୍ଞା ଆମ ରୋହିତ ସାର୍ଙ୍କୁ ଜଣେଇଛି। ରୋହିତ ସାର୍ କହିଲେ ଆଜ୍ଞା ତୁ କାଦିନ ଆଗକୁ ବଢ଼, ମୁଁ ଅଛି ତୋ ପଛରେ, କିଛି ଅସୁବିଧା ହେବନି। ମୁଁ ଉପର ଅଫିସରକୁ ଜଣେଇ ଦେଇଛି। ଲିଖିତ ଅଭିଯୋଗ କିଛି କରିନି, କେବଳ ମୁଁ ଆମ କମ୍ପାନୀ ସାର୍ଙ୍କୁ ଜଣେଇଛି, ଆଉ ମିଡ଼ିଆ ଭାଇ ଥ୍ରୁରେ ଆଜ୍ଞା ମୁଁ ଜଣେଇଛି। ମୁଁ ଏତିକି କହି ଆଜ୍ଞା ନମସ୍କାର। ଆଜ୍ଞା ମୁଁ 6 ତାରିଖ ଦିନ ଯେଉଁ ମୋତେ ଫୋନ୍ ମାରିଥିଲେ, ମୁଁ ରେକର୍ଡ଼ିଂଟା ଆଜ୍ଞା ତାଙ୍କର ରଖିଛି। ମୁଁ ଆପଣଙ୍କୁ ହସ୍ତାନ୍ତର କରୁଛି। ମୁଁ ଏତିକି କହି ଜୟ ଜଗନ୍ନାଥ।